ଶ୍ରୋତାବନ୍ଧୁ, ସାହିତ୍ୟ କେବେ ହେଲେ କୌଣସି ପ୍ରାନ୍ତୀୟତାର ସରହଦ ଭିତରେ ଆବଦ୍ଧ ନଥାଏ। ସାହିତ୍ୟ ବୁଝିବା ପାଇଁ ହେଲେ ଆମକୁ ବାହ୍ୟ ଜଗତ ପ୍ରତି ଦୃଷ୍ଟି ଦେବା ସହିତ ଭାରତୀୟ ସାହିତ୍ୟ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ହୁଏ। ଏହି ଅବସରରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ହିନ୍ଦୀ ସାହିତ୍ୟର ଆଧୁନିକ ମୀରା ଭାବରେ ପରିଚିତି ଲାଭ କରିଥିବା ମହାଦେବୀ ବର୍ମାଙ୍କ ସମ୍ପର୍କରେ ଆଲୋଚନା ରଖୁଛି। ଆଧୁନିକ ଯୁଗରେ ମୀରା ନାମରେ ଲୋକପ୍ରିୟ ଚର୍ଚ୍ଚିତ ମହାଦେବୀ ବର୍ମାଙ୍କ ଜନ୍ମ ମାର୍ଚ୍ଚ ମାସ 26 ତାରିଖ 1907 ମସିହାରେ ହୋଇଥିଲା ଏବଂ ତାଙ୍କର ଦେହାନ୍ତ ହୋଇଥିଲା ସେପ୍ଟେମ୍ବର 11, 1987 ମସିହାରେ। ଆଧୁନିକ ମୀରାବାଈ ମହାଦେବୀ ବର୍ମା ଉତ୍ତର ପ୍ରଦେଶର ଫରୁଖାବାଦରେ ହୋଲିରେ ହିଁ ଭୂମିଷ୍ଠ ହୋଇଥିଲେ। ଏବେ ଅତୀତରେ ହୋଲି ଯାଇଛି, ତେଣୁ ଗୋଟେ ସୁନ୍ଦର ବର୍ଣ୍ଣିଳ ପରିବେଶ ଭିତରେ ତାଙ୍କର ଜନ୍ମ। ମାତ୍ର 80 ବର୍ଷର ଜୀବନ ଭିତରେ ସେ ତାଙ୍କ ଜୀବନରେ ଭୋଗିଛନ୍ତି ଅନେକ ବ୍ୟଥା ଯନ୍ତ୍ରଣା, ସାମ୍ନା କରିଛନ୍ତି ବହୁ ସଂଘର୍ଷ ଘାତ ପ୍ରତିଘାତକୁ। ଆଧୁନିକ ଯୁଗର ମୀରାବାଈ ନାମରେ ନାମିତ ମହାଦେବୀ ବର୍ମା ହିନ୍ଦୀ ସାହିତ୍ୟରେ ଛାୟାବାଦୀ ଯୁଗର ଜଣେ ପ୍ରମୁଖ ବିଶିଷ୍ଟ ଯଶସ୍ୱିନୀ କବି ଭାବରେ ବେଶ ଜଣାଶୁଣା, ବେଶ ପ୍ରସିଦ୍ଧ। ମହାଦେବୀ ବର୍ମା ଉଜ୍ଜୈନରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରୟାଗ ବିଶ୍ୱବିଦ୍ୟାଳୟରେ ସଂସ୍କୃତରେ ସେ ସ୍ନାତକ କଲେ। ପିଲାବେଳୁ ହିଁ ମହାଦେବୀ ଚିତ୍ରକଳା, ସଙ୍ଗୀତ କଳା ଓ କାବ୍ୟିକତା ପ୍ରତି ଉନ୍ମୁଖ ହୋଇଥିଲେ। ସେ ପ୍ରୟାଗର ମହିଳା ବିଦ୍ୟାପୀଠର ପ୍ରାଚାର୍ଯ୍ୟ ମଧ୍ୟ ରହିଥିଲେ। ସଂସ୍କୃତ ଭାଷା ସହିତ ହିନ୍ଦୀ ଭାଷାର ଯେଉଁ ସୁନ୍ଦର ସମୀକରଣ ତାଙ୍କଠାରେ ଆମେ ଦେଖୁ, ତେଣୁ ତାଙ୍କ କାବ୍ୟିକତାରେ, ତାଙ୍କ ସୃଷ୍ଟି ସମ୍ଭାର ଭିତରେ ତତ୍ସମନିଷ୍ଠ ଶବ୍ଦାବଳୀର ପ୍ରଚୁର ପ୍ରୟୋଗ ଆମେ ଦେଖିବାକୁ ପାଉ। କାରଣ ଜଣଙ୍କର, ଗୋଟେ ଲେଖକର ଭାଷା ହିଁ ତାର ପାରିପାର୍ଶ୍ୱିକ ଅବସ୍ଥା ଏବଂ ମାନସିକତା, ତା ଦର୍ଶନ, ତାର ଚେତନାର କଥା କହେ, ଯାହାକି ମହାଦେବୀ ବର୍ମାଙ୍କ ଶବ୍ଦ ସଂଯୋଜନା ଭିତରେ ପାଠକ ଅନୁଭବ କରିପାରେ ସେ କେତେ ଉଚ୍ଚ ସମ୍ଭ୍ରାନ୍ତ ଭାଷା ଏବଂ ଚେତନାର ଅଧିକାରିଣୀ ଥିଲେ। ସେ ଇଲାହାବାଦରୁ ଚାନ୍ଦ ନାମକ ଏକ ପତ୍ରିକାର ସମ୍ପାଦନା କରୁଥିଲେ। ପ୍ରୟାଗରେ ସାହିତ୍ୟକାର ସଂସଦ ନାମକ ଏକ ସାରସ୍ୱତ ଅନୁଷ୍ଠାନ ମଧ୍ୟ ଗଢ଼ିଥିଲେ। ସେ ବ୍ୟତିକ୍ରମର ଜଣେ ସ୍ୱାମିନୀ ଥିଲେ ବୋଲି କୁହାଯାଏ। ବ୍ୟତିକ୍ରମ ଅର୍ଥାତ୍ ତାଙ୍କ ଭିତରେ ଯେଉଁ ସାରସ୍ୱତ ଜୀବନକୁ ନେଇକି, ଚେତନାକୁ ନେଇକି, ବିଚାରକୁ ନେଇକି, ଉପସ୍ଥାପନାକୁ ନେଇକି, ଶୈଳୀଗତ ଯେଉଁ ସ୍ୱାତନ୍ତ୍ର୍ୟକୁ ନେଇକି ସେ ବ୍ୟତିକ୍ରମ ବୈଶିଷ୍ଟ୍ୟର ଅଧିକାରିଣୀ ଥିଲେ। ତେବେ ଛାୟାବାଦୀ ସାହିତ୍ୟ କ୍ଷେତ୍ରରେ ପୂର୍ବରୁ ଥିଲେ ସୁମିତ୍ରା ନନ୍ଦନ ପନ୍ତ, ଜୟଶଙ୍କର ପ୍ରସାଦ ଓ ନିରାଲା। ତେଣୁ ନିରାଲାଙ୍କ ପରେ ଛାୟାବାଦର ଚତୁର୍ଥ ସ୍ତମ୍ଭ ଭାବରେ ମହାଦେବୀ ବର୍ମାଙ୍କୁ ଆମେ ସ୍ମରଣ କରୁ। ତାଙ୍କ କବିତାରେ, ତାଙ୍କ ସାହିତ୍ୟରେ ପ୍ରେମ, ପ୍ରଣୟ, ବେଦନାନୁଭୂତି, ଜଡ଼ ଚେତନା ପ୍ରତି ଏକାତ୍ମ ଭାବ, ସୌନ୍ଦର୍ଯ୍ୟାନୁଭୂତି, ରହସ୍ୟାତ୍ମକତା ପ୍ରମୁଖ ବୈଶିଷ୍ଟ୍ୟ ରହିଛି। ତାଙ୍କ କବିତାରେ ପାଠକ ନାଦ ସୌନ୍ଦର୍ଯ୍ୟ ସହିତ ଉକ୍ତି ସୌନ୍ଦର୍ଯ୍ୟକୁ ଅନୁଭବ କରିପାରେ। ଆର ସମୀକରଣ ଆମେ ଦେଖିବାକୁ ପାଉ। ତେବେ ତାଙ୍କର ଶବ୍ଦର ତାଙ୍କ ଶବ୍ଦର ଯେଉଁ ପ୍ରୟୋଗ, ସେଥିରେ ପ୍ରତୀକାତ୍ମକ ଓ ସାଙ୍କେତିକ ଭାଷାର ପ୍ରୟୋଗକୁ ପାଠକ ଅନୁଭବ କରେ। ଶ୍ରୋତାବନ୍ଧୁ, ଆଜି ଆମେ ହିନ୍ଦୀ ସାହିତ୍ୟର ଛାୟାବାଦୀ ଯୁଗୀୟ କବି, ଯାହାଙ୍କୁ ଆଧୁନିକ ଯୁଗର ମୀରାବାଈ କୁହାଯାଏ, ମହାଦେବୀ ବର୍ମା, ତାଙ୍କ ସମ୍ପର୍କରେ ଆମର ସାମାନ୍ୟ ଛୋଟିଆ ଆଲୋଚନାଟି ପ୍ରସ୍ତୁତ କରିଛି। ମହାଦେବୀ ବର୍ମାଙ୍କ ସୃଷ୍ଟିରେ ରହିଛି କେତେକ ରେଖାଚିତ୍ର, ସଂସ୍ମରଣ, ନିବନ୍ଧ, ଡାଏରୀ, କବିତା। କବିତାରେ ରହିଛି ନିହାର, ନିରଜା, ସନ୍ଧ୍ୟାଗୀତ, ୟାମା, ଦୀପଶିଖା, ସାଧିନୀ, ପ୍ରଥମ ଆୟାମ, ସପ୍ତପର୍ଣ୍ଣା, ଅଗ୍ନିରେଖା ଇତ୍ୟାଦି।
रेखाचित्र रही श्रृंखला की कड़ियां, विवेचनात्मक गद्य, साहित्यकार की आस्था तथा अन्य निबंध, संकल्पिता, हिमालय इत्यादि, क्षणदा इत्यादि। तेबे महादेवी वर्मा को केंद्र साहित्य एकाडेमी सदस्यता प्राप्त होइथिला एवं एही सदस्यता लाभ करिथिबा प्रथम महिला लेखिका थिले महादेवी वर्मा। भारत सरकार तरफ मर्यादाजनक पद्मभूषण पद्म विभूषण पुरस्कार से पुरस्कृता सम्मानिता। यामा निमंते, यामा जो काव्य पुस्तक निमंते तांको ज्ञानपीठ पुरस्कार प्राप्त होईछि। भारत सरकार तांको सम्मान जणे से समय अन्यतम साहित्यकार जयशंकर प्रसाद सहित महादेवी वर्मा जुगल डाक टिकेट मध्य जारी करथिले। श्रोता बंधु, महादेवी वर्मा को मु बहुत गुरुत्व दिए, कारण छायावादी चेतना तांको काव्य शैलीर एक अन्यतम रूप, जो से अति उच्चतम चेतनार अधिकारिणी भाव में सुंदर शब्द मानकर प्रयोग केवल करना, तार सांकेतिक प्रयोग सहित तार जो ध्वन्यात्मक जो अभिव्यक्ति एते सुंदर एते चमत्कार जे पाठक को अभिभूत करे। तेणु आज आपण मान उद्देश्य रे मु तांकर एक कविता जहा कि खूब लोकप्रिय, से कवितार शीर्षक हेउछि मैं नीर भरी दुक्की बदली, ताकू आमे शुणिबा। कहीं ना जितेबले आमे हिंदी साहित्यर क्या शुणुचे, जदि आमे सामान्य हिंदी ज्ञान आम भितर रखुचे, तेबे निश्चित भाव में आमे बुझी परिबा जे को प्रकार कविता लिखिला बेले को प्रकार शब्द संयोजना जो गतानुगतिक जीवन भितर रही मध्य गोटे कविटे तर पारिपार्श्विक अवस्था को शब्द साउंटे एवं ताको को प्राकृतिक रूपरेख प्रभावित करे, साहित्य लिखिबा पई प्रचोदना दिए, संप्रेषण क्षमता ता भितर सृष्टि करे, तार प्रयोग को आमे एठी सुनिबा बुझिबा को चेष्टा करिबा। कवितार शीर्षक हेउछि मैं नीर भरी दुक्की बदली। नीर भरी अर्थ होउछि बदलीर अर्थ होउछि भसा बादल, एवं बादल भितरे जलकणा भरी होकी रही थाए, ता आपण माने जानिचंती। कवितार शीर्षक होउछि मैं नीर भरी दुक्की बदली, कवयित्री महादेवी वर्मा। स्पंदन में चिर निस्पंद बसा, क्रंदन में आहत विश्व हंसा। स्पंदन में चिर निस्पंद बसा, क्रंदन में आहत विश्व हंसा। नयनों में दीपक से चलते, पलकों में निर्झरिणी मछली, मैं नीर भरी दुक्की बदली। मेरा पग पग संगीत भरा, सांसों से स्वप्न पराग झरा। मेरा पग पग संगीत भरा, सांसों से स्वप्न पराग झरा। नभ के नभ रंग बुनते दुकुल, छाया में मलय बयार पली, मैं नीर भरी दुक्की बदली। मैं खितीज भ्रुकुटी पर घिर धूमिल, चिंता का भार बनी अविरल। रजकण पर जलकण हो बरसी, नव जीवन अंकुर बन निकली, मैं नीर भरी दुक्की बदली। पथ को न मलिन करता आना, पद चिन्ह न दे जाता जाना। पथ को न मलिन करता आना, पद चिन्ह न दे जाता जाना। सुधी मेरे आगम की जग में, सुख की सिहरन बन अंत खिली, मैं नीर भरी दुक्की बदली। विस्तृत नभ का कोई कोना, मेरा न कभी अपना होना। विस्तृत नभ का कोई कोना, मेरा न कभी अपना होना। परिचय इतना इतिहास यही, उमड़ी कल थी मिट आज चली। परिचय इतना इतिहास यही, उमड़ी कल थी मिट आज चली, मैं नीर भरी दुक्की बदली। कवयित्री महादेवी वर्मा तांकर दुख वेदना व्यथा को भसा बादल खंड सहित तुलना करिसेंती एवं तांकर एक कवितार अंत स्वरटी होउछि जदि मु वर्षा हुए बा बादल खंड हुए जो बर्षिबी सेथिरे मु ए आम जीवन रो चलापथ को केबे हेले मलिन करिकी जीवी नाही, ताकू निश्चित भाव रे सफा करिकी जीवी एवं
କେହି ହେଲେ ଯେମିତି ଏଠି ପାଦ ଚିହ୍ନ ଛାଡ଼ିକି ଯାଏ ନାହିଁ, ଠିକ୍ ସେମିତି ମୁଁ ମଧ୍ୟ ମୋ ନିଜର ଚିହ୍ନ ବର୍ଣ୍ଣ ନ ଦେଇକି ଚାଲିଯିବି। କେବଳ ଏତିକି ଜାଣିଛି ଯେ ମୁଁ ଜଗତକୁ ଆସିଥିଲି ଏବଂ ସୁଖର ସ୍ପର୍ଶ, ସମସ୍ତଙ୍କ ଭିତରେ ଶାନ୍ତି, ସନ୍ତୋଷ, ଆଶ୍ୱାସନା, ବିଶ୍ୱାସ, ପ୍ରେମ, ଭଲ ପାଇବା, ଆନ୍ତରିକତା ର ସ୍ପର୍ଶ ଦେଇକି ଫୁଲ ପରି ମହକିତ କରି ସୁରଭି ବାଣ୍ଟି ଏଠୁ ଚାଲିଯିବି। ଏବଂ ବିସ୍ତୃତ ନବକା କୋଇ କୋନା, ଯେମିତି ସେ ବୁଝଉଛନ୍ତି ଯେ ସମ୍ପୂର୍ଣ୍ଣ ଆକାଶ ବକ୍ଷରେ ଯେମିତି କୌଣସି କେବେ ହେଲେ ବାଦଲ ସ୍ଥିର ଭାବେ ରହେନି, ଜହ୍ନ ତାରା ସ୍ଥିର ଭାବେ ରହେନି, ସମସ୍ତଙ୍କର ନିଶ୍ଚିତ ଭାବରେ ସ୍ଥିତି ପରିବର୍ତ୍ତିତ ହୁଏ। ଠିକ୍ ସେମିତି ଏଇ ସଂସାରରେ ମଧ୍ୟ କେହି ହେଲେ ସ୍ଥିର ଭାବରେ ଏଠି ଆସି ରହେ ନାହିଁ। କେହି ମୋର ନୁହେଁ କିମ୍ବା ମୁଁ କାହାର ନୁହେଁ। କେବଳ ଏତିକି ଆମ ସମସ୍ତଙ୍କର ପରିଚୟ ଯେ ଆମେ ଗୋଟେ ଇତିହାସ ବି ଏଇଆ କହେ ଯେ ଇତିହାସ ଅନୁସାରେ ଯେ ଆମେ ଆସିଥାଏ ଏବଂ ଚାଲିଯାଏ। ଆମେ ଉଛୁଳିକି ଆସିଥାଏ କାହିଁକିନା ଆମକୁ ଆସିବାକୁ ଥାଏ ଏବଂ ଯିବା ବେଳେ ମଧ୍ୟ ଆମକୁ ନିଶ୍ଚିତ ଭାବରେ ଏଠୁ ଯିବାକୁ ହିଁ ଥାଏ। ତେଣୁ विस्तृत नबका कोई कोना मेरा न कभी अपना होना, परिचय इतना इतिहास यही, उमड़ी कल थी मीठा चली मी नीर भरी दुखी बदली। श्रोता बंधु, आमे शुणुथिले महादेवी वर्माଙ୍କୁ आधुनिक मीराबाई हिंदी साहित्यर छायावादी जुगर कवि भावरे बेस लोकप्रिय यशस्विनी। तांकर कविता छଳରେ ଆମେ କବିତା ଲେଖିବାର ଶୈଳୀକୁ ଅନୁଭବ କରିପାରିବା। ଶବ୍ଦ ସାଉଁଟିବାର ଯୋଉ ଶୈଳୀ ତାକୁ ମଧ୍ୟ ଅନୁସରଣ କରିପାରିବା। ଗୋଟେ କବି କିପରି ଭାବରେ ଜଗତର ପ୍ରତ୍ୟେକ ଘଟଣା ଚିତ୍ର ଭିତରେ କବିତା ରଚିବାର ସାମର୍ଥ୍ୟକୁ ଗୋଟେଇ ପାରେ, ସାଉଁଟି ପାରେ, ତାକୁ ମଧ୍ୟ ଆମେ ବୁଝିଲେ। ଏବଂ ଦ୍ୱିଭାଷୀ ସାହିତ୍ୟ ବୁଝିବା ଆମର ବହୁତ ଦରକାର, କାରଣ ଆମର ଓଡ଼ିଆ ଭାଷା ସାହିତ୍ୟକୁ ଆହୁରି ତାକୁ ପରିପୁଷ୍ଟ କରିବାକୁ ହେଲେ, ସମୃଦ୍ଧ କରିବାକୁ ହେଲେ ଅନ୍ୟାନ୍ୟ ଭାରତୀୟ ଭାଷା ସହିତ ଆମର ସମ୍ପୃକ୍ତି ରହିବା ଦରକାର। ଅଡିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ବହୁତ ଧନ୍ୟବାଦ। ନମସ୍କାର।